ଶ୍ରୀ ଶ୍ରୀ ଗୁରୁସ୍ୱାମୀ ସହିତ ନାନା ପ୍ରସଙ୍ଗେ ଜ୍ୟୋତିଷଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଜ୍ୟୋତିଷ ଦାନ କିପରି ଦିଆଯାଏ? ସବୁ ଦେବା କ'ଣ ଦାନ? ଶ୍ରୀ ଶ୍ରୀ ଠାକୁରେ ଶ୍ରୀ ଗୁରୁଙ୍କୁ ଯାହା ସ୍ଥୂଳ ଦ୍ରବ୍ୟ ଆକାରରେ ଶୁଦ୍ଧପୂତ ଏବଂ ନିର୍ମଳ ହୃଦୟରେ ପ୍ରଦାନ କରାଯାଏ ତାହା ହିଁ ପ୍ରକୃତ ଦାନ ବୋଲି ଏଠାରେ ବୁଝିବାକୁ ହିଁ ହେବ। ଯୋଗୀ, ରୋଗୀ, ଅକର୍ମଣ୍ୟ, ବୈଷ୍ଣବ ଏବଂ ଗୁରୁ ଏହିମାନେ ଶୁଦ୍ଧପୂତ ଓ ନିର୍ମଳ ଭାବ ପ୍ରକାଶରେ ଦାନର ଯୋଗ୍ୟ। ଦାନ ପ୍ରଦାନ ଏକ ମହତ ଓ ପୁଣ୍ୟ କର୍ମ। ଏହାକୁ ଯେତେ ଦୂର ସମ୍ଭବ ନିରହଙ୍କାର ଗୁପ୍ତରେ ଦେବା ଉଚିତ, କାରଣ ଦାନ କରି ଅନ୍ୟ ସମ୍ମୁଖରେ ପ୍ରକାଶ କଲେ ଦାନର ପୁଣ୍ୟ ବା ମୂଲ୍ୟ କିଛି ହେଲେ ରହେ ନାହିଁ। ଗୁରୁ କ୍ଷେତ୍ରରେ ଅଳ୍ପ ବହୁତ ଦାନର ହିସାବ ରଖିବା ବା ଦେଖିବା ଠାରୁ ଖୁବ୍ ଦୂରରେ ରହିବ। ତେବେ ମନକୁ ଦୂଷିତ ବା କଳୁଷିତ ଭାବଠାରୁ ସହଜରେ ଦୂରରେ ରଖିପାରିବ। ଜ୍ୟୋତିଷ ଶ୍ରୀ ଗୁରୁଙ୍କର ସ୍ନେହ ବନ୍ଧନ ଥାଏ କି? ଯଦି ଥାଏ ତେବେ ତାହାର ସ୍ୱରୂପ କିପରି? ଶ୍ରୀ ଶ୍ରୀ ଠାକୁରେ ଶ୍ରୀ ଗୁରୁଙ୍କର ସ୍ନେହ ଜଗତର ପ୍ରତ୍ୟେକ ଜୀବ ଉପରେ ସମାନ ଭାବରେ ବିଚ୍ଛୁରିତ। ସେ ବା ଈଶ୍ୱର ସ୍ନେହ ଦାନରେ ପାତର ଅନ୍ତର ବାଛ ବିଚାର କରନ୍ତି ନାହିଁ। ତାଙ୍କ ନିକଟରେ ଆମ୍ଭେମାନେ ପ୍ରତ୍ୟେକ ମାୟା। ସେ କଦାପି ତମମାନଙ୍କୁ ତାଙ୍କ ନିକଟରୁ ବହୁ ଦୂରକୁ ଠେଲି ଦେବାକୁ ଚାହାନ୍ତି ନାହିଁ। ତମମାନଙ୍କର ଯଥା ସର୍ବସ୍ୱ ଉନ୍ନତି ପାଇଁ ସେହି ପ୍ରତ୍ୟାଶା ରଖିଥାନ୍ତି। ତମମାନଙ୍କର ଉନ୍ନତି ସକାଶେ ଯାହା ଯାହା କରଣୀୟ ସେ ସବୁ କରିଥାନ୍ତି। ତାଙ୍କୁ ଯାହା ଆବଶ୍ୟକ ତାହା ଜୀବକୁ ଦେଇଥାନ୍ତି, ସବୁ ଦେଇଦିଅନ୍ତି। ଏହି ପ୍ରକାର ସ୍ନେହ ବନ୍ଧନରେ ତମେମାନେ ପ୍ରତ୍ୟେକ ଶ୍ରୀ ଗୁରୁଙ୍କ ନିକଟରେ ବନ୍ଧ। ତେଣୁ ବୁଝାଯାଏ ଯେ ଶ୍ରୀ ଗୁରୁଙ୍କର ସ୍ନେହ ବନ୍ଧନ ଅଛି ଓ ସେହି ସ୍ନେହ ବନ୍ଧନର ପରିସର ଏହି ପ୍ରକାରର। ଜ୍ୟୋତିଷ ଗୁରୁଙ୍କ ସ୍ନେହ ବନ୍ଧନ ବଳରୁ ଶିଷ୍ୟର କି ପ୍ରକାର ଉନ୍ନତି ହୁଏ? ଶ୍ରୀ ଶ୍ରୀ ଠାକୁରେ ହସି ହସି ଗୁରୁ ଗ୍ରହଣ କରି ଗୁରୁଙ୍କ ନିକଟରୁ ନୀତି ନିୟମ ନେଇ କିଛି ଦିନ ପାଳନ କରି ଯେତେବେଳେ ପ୍ରକୃତିର ଦାହର ଚାପ ପଡ଼େ କିମ୍ବା କୌଣସି ବ୍ୟକ୍ତିଗତ କ୍ଷୁଦ୍ର ସ୍ୱାର୍ଥରେ ବାଧା ପଡ଼େ, ବ୍ୟକ୍ତି ସେତେବେଳେ ଗୁରୁଙ୍କ ନିକଟରୁ ପାଇଥିବା ସାନ୍ନିଧ୍ୟକୁ ଅପମାନନା କରି ସ୍ନେହରେ ପଡ଼ି ଧର୍ମଧାରାକୁ ଛାଡ଼ିଦିଏ। ଜୀବ ପ୍ରକୃତି ଧର୍ମରେ ମଜିଥିବାରୁ ଓ କର୍ମଯୋଗରୁ ନିବୃତ୍ତ ହୋଇଯିବାରୁ ଉନ୍ନତି କରିପାରେ ନାହିଁ। ଅନ୍ୟ କେତେକଙ୍କ ଠାରେ ଏହି ସ୍ନେହ ବନ୍ଧନର ଗ୍ରନ୍ଥି ଏଭଳି ପିଇ ଯାଇଥାଏ ଯେ ସେମାନେ ଭାବନ୍ତି ଗୁରୁ କେବଳ ତାଙ୍କୁ ହିଁ ସବୁଠାରୁ ବେଶୀ ଭଲ ପାଉଛନ୍ତି। ଗୁରୁ ସମସ୍ତଙ୍କୁ ଭଲ ପାଇପାରନ୍ତି, କିନ୍ତୁ ଏଥିରେ ଶିଷ୍ୟର କିଛି ଉନ୍ନତି ହୋଇପାରେ ନାହିଁ। ଯଦି ଶିଷ୍ୟ ଗୁରୁଙ୍କର ନିର୍ଦ୍ଦେଶିତ ତତ୍ତ୍ୱଗୁଡ଼ିକ ଆପଣା ଆଚରଣରେ ଫୁଟାଇପାରେ, ତେବେ ଧୀରେ ଧୀରେ ଉନ୍ନତିର ସୋପାନରେ ଚଢ଼ି ଚୂଡ଼ାନ୍ତ ପର୍ଯ୍ୟାୟ ବା ଚରମକୁ ଗତି କରି ମୁକ୍ତି ମୋକ୍ଷ ନିର୍ବାଣ ଲାଭ କରେ। ଏଠାରେ ଏ ତତ୍ତ୍ୱ ନ ବୁଝି ଯଦି ଗୁରୁଙ୍କର ସ୍ନେହ ବନ୍ଧନରେ ମୋହିତ ହୋଇ କେବଳ ଅଯଥାରେ ଦିନ କାଟ, ଗୁରୁଙ୍କର ଆଜ୍ଞା ନେଇ କର୍ମତତ୍ପର ନ ହୁଅ, ତେବେ ନିଶ୍ଚିତ ରୂପେ ଜାଣି ରଖିବା ଉଚିତ ଯେ ଉନ୍ନତିର ପଥ କ୍ଷୀଣ। ଜ୍ୟୋତିଷ କର୍ମଫଳରୁ ମୁକ୍ତିର ପଥ କ'ଣ? ଶ୍ରୀ ଶ୍ରୀ ଠାକୁରେ କର୍ମ କଲେ ହିଁ ଫଳ ମିଳେ। ଫଳ ମିଳିବାର ଅର୍ଥ ଭୋଗ କରିବାକୁ ହୁଏ। ତେଣୁ କର୍ମଫଳରୁ ମୁକ୍ତି କାହିଁ?
ଯେପରି ଆଲୋକ ଜାଳିଲେ ଅନ୍ଧକାର ଦୂର ହୁଏ, ସେହିପରି ଗୁରୁ ଗ୍ରହଣ କରି ଗୁରୁ ନିର୍ଦ୍ଦେଶିତ ବିଧାନ ମାନି ଚଳିଲେ କର୍ମଫଳର ତାଡ଼ନା ବା ବିଷକ୍ରିୟାରୁ ଅବଶ୍ୟ ରକ୍ଷା ମିଳିଥାଏ। କିନ୍ତୁ ସାବଧାନ, ଗୁରୁ ପରି ଗୁରୁ ଗ୍ରହଣ କରିବାକୁ ହୁଏ। ପ୍ରତ୍ୟକ୍ଷ ଗୁରୁ ଗ୍ରହଣରୁ ଅନେକ ଉନ୍ନତି ରୂପକ ସୁଫଳ ମିଳେ। ଜ୍ୟୋତିଷ ପୂର୍ଣ୍ଣାନନ୍ଦ ଅବସ୍ଥା କ'ଣ ଓ ବ୍ୟକ୍ତି ତାହା କିପରି ଲାଭ କରିପାରେ? ଶ୍ରୀ ଶ୍ରୀ ଠାକୁରେ, ବ୍ୟକ୍ତି ଈଶ୍ୱର ଆରାଧନା କରି ଯେଉଁ ଦର୍ଶନ ଅବସ୍ଥା ଲାଭ କରେ, ତାହା ହିଁ ପୂର୍ଣ୍ଣାନନ୍ଦ ଅବସ୍ଥା। ଦର୍ଶନ ଅବସ୍ଥାରେ ଉପନୀତ ହେଲେ ବ୍ୟକ୍ତି ଚିନ୍ମୟ ଜଗତର ଆନନ୍ଦ ପୂର୍ଣ୍ଣ ରୂପରେ ଲାଭ କରେ। ସେତେବେଳେ ସାଂସାରିକ ବା ଜାଗତିକ ସ୍ଥୂଳ ଚିନ୍ତା ବା ପ୍ରସଙ୍ଗ ତାହାକୁ ବିଷତୁଲ୍ୟ ବୋଧ ହୁଏ। ସେ ଚିନ୍ମୟ ଜଗତର ଆନନ୍ଦ ଚାଖେ। ତାହା ପାଇଁ ସାଂସାରିକ ପ୍ରସଙ୍ଗ ବିରକ୍ତିକର ହେବା ସ୍ୱାଭାବିକ। ଏହି ଚିନ୍ମୟ ପୂର୍ଣ୍ଣାନନ୍ଦାନୁଭୂତି ବ୍ୟକ୍ତି ବ୍ୟକ୍ତ କରିପାରେ ନାହିଁ। ଜ୍ୟୋତିଷ ମୁଁ ଯାକୁ ହୁଇ ସଦୟ ଜ୍ଞାନତା ହୃଦୟ ଉଦୟ କହିବାର ତାତ୍ପର୍ଯ୍ୟ ବୁଝାଇ ଦିଅନ୍ତୁ। ଶ୍ରୀ ଶ୍ରୀ ଠାକୁରେ, ପରମେଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରିବା ପରେ ଅଖଣ୍ଡ ଜ୍ଞାନ ଭଣ୍ଡାରର ସନ୍ଧାନ ମିଳେ। କିନ୍ତୁ ସେହି ଅଖଣ୍ଡ ଜ୍ଞାନ ଭଣ୍ଡାରରୁ ବ୍ୟକ୍ତି ସମସ୍ତ ସନ୍ଦେଶ ଲାଭ କରିପାରେ ନାହିଁ। ଈଶ୍ୱର ସଦୟ ହୋଇ ବ୍ୟକ୍ତିଠାରେ ଯେଉଁ ଅଭୟ ପ୍ରଦାନ କରନ୍ତି, ବ୍ୟକ୍ତି ସେଇ ଟିକକ ଧରାରେ ଦର୍ଶାଇବାକୁ ସକ୍ଷମ ହୋଇଥାଏ। କିନ୍ତୁ ଈଶ୍ୱର ଜଣକଠାରେ ବହୁ ଜ୍ଞାନର ଭଣ୍ଡାର ଭରି ଦିଅନ୍ତି ନାହିଁ। କ୍ଷେତ୍ରାବସ୍ଥାରେ ଜଣକଠାରେ ଗୋଟିଏ 2ରୁ 5-6ଟି ବିଷୟ ସମ୍ବନ୍ଧୀୟ ଜ୍ଞାନ ରୋପଣ କରନ୍ତି। ଜ୍ୟୋତିଷ ଈଶ୍ୱର ତ ସକଳ ଜ୍ଞାନର ଅଧିକାରୀ। ସେ ଇଚ୍ଛା କଲେ ସମସ୍ତଙ୍କୁ ଜ୍ଞାନର ଅଧିକାରୀ କରିପାରନ୍ତେ। ଶ୍ରୀ ଶ୍ରୀ ଠାକୁରେ, ଈଶ୍ୱର ସକଳ ଜ୍ଞାନର ଅଧିକାରୀ ସତ, ମାତ୍ର ସେ ମଧ୍ୟ ବିଧାନ ଅନୁସାରେ ସେ ଚଳନ୍ତି ଓ ଅନ୍ୟ ସମସ୍ତଙ୍କୁ ଚଳିବାକୁ ପ୍ରେରଣା ଦିଅନ୍ତି। ଯେତେବେଳେ ବ୍ୟକ୍ତି ସାଧନାରତ ଥାଇ ସିଦ୍ଧି ପ୍ରାପ୍ତ ହୁଏ, ସେତେବେଳ ପର୍ଯ୍ୟନ୍ତ ମଧ୍ୟ ବ୍ୟକ୍ତିଠାରେ ଜ୍ଞାନ କ୍ଷରଣ ହୋଇନଥାଏ। ଈଶ୍ୱରଙ୍କ ଆଜ୍ଞାକୁ କେବଳ ଅପେକ୍ଷାରତ ଥାଇ ସେ ଈଶ୍ୱରଙ୍କୁ ଲୟ ରଖିଥାଏ। ଯେଉଁ ବ୍ୟକ୍ତି ତାର ଜୀବନ କାଳ ମଧ୍ୟରେ ଈଶ୍ୱର ଦତ୍ତ ଜ୍ଞାନ ଲାଭ କରିପାରେ ନାହିଁ, ତେବେ ସେ ପୁନର୍ବାର ଯେତେବେଳେ ଜନ୍ମଗ୍ରହଣ କରେ, ସେତେବେଳେ ସେହି ସଞ୍ଚିତ ଜ୍ଞାନ ଲାଭ କରେ। ଏହା ଈଶ୍ୱରଙ୍କର ବିଧାନ। ବର୍ତ୍ତମାନ ପର୍ଯ୍ୟାୟ ଧାରାରେ ଯେତେ ଜ୍ଞାନ ପ୍ରଚଳିତ, ତାହା ପର୍ଯ୍ୟାୟକ୍ରମରେ କୌଣସି ନା କୌଣସି ମହାପୁରୁଷଙ୍କ ଦ୍ୱାରା ପ୍ରସାରିତ ହୋଇଛି। ଏପରିକି ସକଳ ପ୍ରକାର ଯନ୍ତ୍ର, ତନ୍ତ୍ର, ମନ୍ତ୍ରର ଶାସ୍ତ୍ର ଓ ପ୍ରଚଳିତ ସକଳ ବିଦ୍ୟା ଏହିପରି ଭାବରେ ଧରାପୃଷ୍ଠକୁ ଆସିଅଛି। ତମ ଠାକୁରଙ୍କ ଦ୍ୱାରା ମଧ୍ୟ ନୂତନ ଭାବେ ବେଦରେ ଗୁପ୍ତ ଥିବା କେତେକ ଅମୂଲ୍ୟ ଜ୍ଞାନଧନ ପ୍ରକାଶ ପାଇ ଲୋକଲୋଚନକୁ ଆସିବ। ଯଥେଷ୍ଟ ଆମ୍ଭମାନଙ୍କଠାରେ ଥିବା ଦୁର୍ଗୁଣ ଗୁଡ଼ିକ ଦୂର କରି ମନକୁ ଇଷ୍ଟ ଗୁରୁଙ୍କ ନିକଟରେ ସ୍ଥିର କରିବା କିପରି? ଶ୍ରୀ ଶ୍ରୀ ଠାକୁରେ, ଈଶ୍ୱରଙ୍କ ନିକଟରେ ମନ ସ୍ଥିର ଲୟରେ ରଖିବା ଅର୍ଥ ତାଙ୍କର ନିକଟବର୍ତ୍ତୀ ହେବା। ଏହା ଏକ ସୂକ୍ଷ୍ମ ପ୍ରକ୍ରିୟା। ମନ ଯଦି କୌଣସି ବିଷୟ ପ୍ରତି ଅସ୍ପୃହା କରେ, ତାର ସଂସ୍କାର ତାକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ ଜୋର କରି ଟାଣି ନିଏ। ସେହିପରି ସ୍ପୃହା ପ୍ରକାଶ କରୁଥିବା ବିଷୟ ଦିଗରୁ ମଧ୍ୟ ସଂସ୍କାର ତାକୁ ଜୋର ଜବରଦସ୍ତ ଉଟାରି ଟାଣେ। କିନ୍ତୁ ବ୍ୟକ୍ତି ଯଦି ଗୁରୁ ନିର୍ଦ୍ଦେଶିତ ବିଧାନ ଅବଲମ୍ବନ କରେ, ତେବେ କୁପଥରୁ ସୁପଥକୁ ଆସିପାରେ। କାରଣ ଗୁରୁଙ୍କର ଜୀବର ସଂସ୍କାରକୁ ସଂସ୍କୃତ କରିବାର ଶକ୍ତି ଅଛି। ଉଦାହରଣଟିଏ ମନେ ରଖ।
ଛଚିନ୍ଦ୍ରାର ପ୍ରକୃତି ସେ ସିଧାସଳଖ ନ ଲମ୍ବି ବଙ୍କେଇ ବୁଲେଇ ଯାଏ, କିନ୍ତୁ ଯଦି ଗୋଟିଏ ଡେଣୁଆ ବାନ୍ଧି ଦିଆଯାଏ ତେବେ ସେ ସିଧାସଳଖ ଲମ୍ବି ବଢ଼ିବ। ପୁଣି ଗଛଟିଏ ସିଧା ଉପରକୁ ବଢ଼ିବା କଥା। ଯଦି ତାର ବଢ଼ିବା ପଥରେ ଅନ୍ୟ ଏକ ଗଛ ବା ଅନ୍ୟ କିଛି ବାଧା ଉପୁଜାଏ, ଗଛଟି ସିଧା ନ ବଢ଼ି ବାଟ କାଟି ବଙ୍କେଇ ବଢ଼ିଯାଏ। ଏ ଉଦାହରଣର ତାତ୍ପର୍ଯ୍ୟ ଏହି ଯେ ବ୍ୟକ୍ତି ତାର ଦୁର୍ଗୁଣ ଗୁଡ଼ିକୁ ଦୂର କରିବାକୁ ଚାହିଁଲେ ଗୁରୁ ପ୍ରଦତ୍ତ ବିଧାନ ମାନି ଚଳିବାକୁ ହେବ। ଏହାଦ୍ୱାରା ସମସ୍ତ ସଞ୍ଚିତ କ୍ରିୟମାଣ ଓ ପ୍ରାରବ୍ଧ କର୍ମର ଫଳ ସମୂହର ଏକ ବିରାଟ ପରିବର୍ତ୍ତନ ଆସିବ ଏବଂ ବ୍ୟକ୍ତି ସ୍ରଷ୍ଟାର ନିକଟବର୍ତ୍ତୀ ମଧ୍ୟ ହୋଇପାରିବ। ଜ୍ୟୋତିଷ ଏପରି ବି ଦେଖାଯାଏ, ବ୍ୟକ୍ତି ସତ୍ୟ ସନ୍ଧାନରେ ସତ୍ୟ ପଥକୁ ଆସିଯିବା ପରେ ପୁଣି ସତ୍ୟକୁ ନିନ୍ଦା କରେ, ଅମାନ୍ୟ କରେ, ସତ୍ୟଠାରୁ ସମ୍ପର୍କ ତୁଟାଇ ଚାଲିଯାଏ। ଏହା କାହିଁକି ହୁଏ? ଶ୍ରୀ ଶ୍ରୀ ଠାକୁର ଏହା ସଂସ୍କାର ଜନିତ ସ୍ୱଭାବରୁ ଘଟେ। ବ୍ୟକ୍ତି ତାର ଘୋଷିତ ସ୍ଥିର ପ୍ରକୃତିକୁ ବଦଳାଇ ସତ୍ୟ ପଥକୁ ଆସି ତାହା ଆପଣାର ଆଚରଣରେ ଫୁଟାଇବା ପାଇଁ ସଂକଳ୍ପ କରେ। ସତ୍ୟଦର୍ଶୀଙ୍କ ଠାରୁ ସତ୍ୟ ବାକ୍ୟ ଗ୍ରହଣ କରେ। ଏହି ସମୟରେ ବ୍ୟକ୍ତିଠାରେ ସତ୍ୟଦର୍ଶୀ ଓ ସତ୍ୟଠି ଏକ ପ୍ରକାର ବିକାର ଉପସ୍ଥିତ ହୁଏ। ଏହି ବିକାର ତାକୁ ତାର ପୂର୍ବ ଘୋଷିତ ପ୍ରକୃତିକୁ ଫେରାଇ ନିଏ। ଫଳରେ ବ୍ୟକ୍ତି ସତ୍ୟକୁ ଅମାନ୍ୟ କରେ, ସତ୍ୟର ନିନ୍ଦାଗାନ କରେ, ତତ୍ ସଙ୍ଗେ ସଙ୍ଗେ ସତ୍ୟଠାରୁ ବିଚ୍ଛିନ୍ନ ହୋଇଯାଏ, ସତ୍ୟଠାରୁ ସମ୍ପର୍କ ତୁଟାଇ ଚାଲିଯାଏ। ଏହି ପ୍ରକାର ବିକାରକୁ ସତ୍ୟବଦ୍ଧ ବିକାର କୁହାଯାଏ। ଜ୍ୟୋତିଷ ଈର୍ଷାପରାୟଣ ଲୋକର ସ୍ଥିତି କ'ଣ? ଶ୍ରୀ ଶ୍ରୀ ଠାକୁର ଈର୍ଷା ଯାହାଠାରେ ଉପୁଜେ ତାହାର ସର୍ବନାଶ କରେ। ଈର୍ଷାପରାୟଣ ମଣିଷ କାହାକୁ ଭଲ ପାଇପାରେ ନାହିଁ। ଯଦି ସେ କାହାକୁ ଭଲ ପାଉଥାଏ ତେବେ ବୁଝିବାକୁ ହେବ ଯେ ତାହାର ସେହି ଭଲ ପାଇବା ପଛରେ କୌଣସି ନା କୌଣସି ଗୋପନ ସ୍ୱାର୍ଥ ନିହିତ ଅଛି। ଈର୍ଷାପରାୟଣ ବ୍ୟକ୍ତି ସ୍ୱାର୍ଥପର ଓ ଆପଣା ମନ କୋଣରେ ନିହିତ ଗୋପନ ସ୍ୱାର୍ଥ ହାସଲ ପାଇଁ ସେ ନାନାଦି କୁକାର୍ଯ୍ୟରେ ଲିପ୍ତ ରହେ। ଅନେକଙ୍କ କ୍ଷେତ୍ରରେ ଏହି ଏକ ଭାବ ଦେଖାଯାଏ। ଈର୍ଷାପରାୟଣ ବ୍ୟକ୍ତି ଉପରକୁ ଧର୍ମ ଆଚରଣ କରିଥାଏ ଓ ସାତ୍ୱିକ ଭାବ ପୋଷଣ କରେ। ଫଳରେ କୌଣସି କାର୍ଯ୍ୟ ପାପଯୁକ୍ତ ବୋଲି ହୃଦୟଙ୍ଗମ ହେଲେ ସଂକୀର୍ଣ୍ଣତା ହେତୁ ସେ ନିଜେ ସେ କାର୍ଯ୍ୟ ନ କରି ଅନ୍ୟକୁ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ। ଏହା ମଧ୍ୟ ଏକ ପ୍ରକାର ମୋହ। ଜ୍ୟୋତିଷ ଏହା କି ପ୍ରକାର ମୋହ? ଉଦାହରଣ ଦେଇ ବୁଝାଇବେ କି? ଶ୍ରୀ ଶ୍ରୀ ଠାକୁର ଏ ପ୍ରକାର ମୋହର ନାମ ଈର୍ଷା ସାତ୍ୱିକ ମୋହ। ଯେଉଁ ବ୍ୟକ୍ତି ସାତ୍ୱିକ ଭାବ ଗ୍ରହଣ କରି ଗୁରୁଙ୍କ ନିର୍ଦ୍ଦେଶିତ ଧର୍ମ ମାର୍ଗ ଗ୍ରହଣ କରିଥାଏ, କିନ୍ତୁ ଅବଲମ୍ବନ ପଥରେ ଠାବେ ଠାବେ କୌଣସି ନା କୌଣସି କୁପଥଗାମୀ ଆଚରଣରେ ନିଜକୁ ଜଡ଼ିତ ନ କରି ଅନ୍ୟକୁ ତାହା କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ, ସେହି ବ୍ୟକ୍ତି ଏହି ମୋହର ଶିକାର ହୋଇଛି ବୋଲି ବୁଝାଯାଏ। ଧର୍ମଧାରାରେ ଥିବା ଏ ପ୍ରକାର ଚତୁର ବ୍ୟକ୍ତି ଅବଶ୍ୟ ଈର୍ଷା ସାତ୍ୱିକ ମୋହର ବଶବର୍ତ୍ତୀ ହୋଇ ଔରବାନଳ ନରକ ଭୋଗ କରେ। ଉଦାହରଣଟିଏ ଶୁଣିବା ପରେ ସାତ୍ୱିକ ଭାବପନ୍ନ ଓ ଧର୍ମଧାରାରେ ଚଳୁଥିବା ବ୍ୟକ୍ତି ଏକଦା ବାଟରେ ଯାଉ ଯାଉ କୌଣସି ଜଳାଶୟରେ ଲୋଭନୀୟ ମାଛଟିଏ ଦେଖିଲା। ଲୋଭ ହେତୁ ମାଛଟିକୁ ଧରିବାର ଇଚ୍ଛା ତାର ହେଲା, କିନ୍ତୁ ସେ ମାଛ ଖାଏ ନାହିଁ। ଧରିବ ବା କେମିତି? କିନ୍ତୁ ମନରେ ଜନ୍ମିଥିବା ଈର୍ଷାନ୍ୱିତ ଭାବ ମଧ୍ୟ ସେ ଏଡ଼ାଇ ଦେଇପାରୁନାହିଁ। କ୍ରମଶଃ ଲୋଭ, ଈର୍ଷା ଇତ୍ୟାଦି ମାଛ ପ୍ରତି ତା ମନରେ ହିଂସା ଉଦ୍ରେକ କଲା।
ହିଂସା ଭାବରୁ ସେ ଅନ୍ୟ ଜଣ ବ୍ୟକ୍ତିକୁ ସେ ମାଛଟି ଧରି ନେବାକୁ ପ୍ରବର୍ତ୍ତାଇଲ। ସେ ବ୍ୟକ୍ତି ପ୍ରବର୍ତ୍ତନାରେ ପଡ଼ି ମାଛଟିକୁ ଧରି ନେଲା। ଏବେ ଲକ୍ଷ୍ୟ କର, ଏହି ଧର୍ମପରାୟଣ ବ୍ୟକ୍ତି ମାଛ ଧରି ନାହିଁ, ମାଛ ଖାଇ ନାହିଁ, କେବଳ ପ୍ରବର୍ତ୍ତନା ଦେଇଛି, ନୁହେଁ? କିନ୍ତୁ ସେ ମହା ଭୁଲ କରିଛି। ଏ କର୍ମର ଫଳ ପ୍ରାପ୍ତି ବେଳକୁ ଧାର୍ମିକ ବ୍ୟକ୍ତି ଭାଗରେ 12 ଅଣା ବା 75% ଭାଗ, ପାପ ଫଳ ଭୋଗ ଓ ଧରି ଖାଇବା ଇତ୍ୟାଦିଙ୍କ ଭାଗରେ 4 ଅଣା ବା 25% ଭାଗ ପାପ ଫଳ ଭୋଗ ହେବ ହିଁ ହେବ। ଅନେକ ଧର୍ମଧାରା ଧରି ଧର୍ମପରାୟଣ ବୋଲାଉଥିବା ଧାର୍ମିକ ବ୍ୟକ୍ତି ଏହିପରି ନାନା ପାପ କର୍ମ ନିଜେ ନ କରି ଅନ୍ୟ ଦ୍ୱାରା କରେଇ ନେଇ ନିଜକୁ ପାପରୁ ମୁକ୍ତ ମନେ କରୁଥିଲେ ହେଁ ବାସ୍ତବରେ ସେମାନେ ବହୁ ଭାବରେ ଅଧିକ ଭାଗ ପାପ ଫଳ ଭୋଗ କରନ୍ତି। ଜ୍ୟୋତିଷ ଅନେକଙ୍କ ମୁହଁରୁ ନିଷ୍କାମ କର୍ମ ବୋଲି ଶୁଣୁଛୁ। ଶାସ୍ତ୍ର ପୁରାଣରେ ମଧ୍ୟ ଏକଥା ବାରମ୍ବାର କୁହାଯାଇଛି, ପଢ଼ିଛି। ଏହି ନିଷ୍କାମ କର୍ମର ପ୍ରକୃତ ସଂଜ୍ଞା ଓ ସ୍ୱରୂପ କ'ଣ? ଶ୍ରୀ ଶ୍ରୀ ଠାକୁରେ ନିଷ୍କାମ ବୋଇଲେ ସାଧାରଣତଃ ବୁଝାଯାଏ ନାହିଁ କାମନା ଯାହାର ବା ନାହିଁ କାମନା ଯହିଁରେ। ତେଣୁ ଯେଉଁ କର୍ମରେ କୌଣସି କାମନା ନଥାଏ ତାହା ନିଷ୍କାମ କର୍ମ। ଯେଉଁ ବ୍ୟକ୍ତି ଜୀବନରେ କୌଣସି କାମନା ରଖେ ନାହିଁ ଅଥଚ କାମ କରିଚାଲେ ତାହାକୁ ନିଷ୍କାମ କର୍ମ କୁହାଯାଏ। ଶାସ୍ତ୍ର ଇତ୍ୟାଦିରେ ମଧ୍ୟ ପଢ଼ିଛ ଯେ ନିଜ ପାଇଁ ଯେଉଁ କର୍ମ କରାଯାଏ ତାହା ସକାମ ଓ ଅପର ନିମନ୍ତେ ଯାହା କରାଯାଏ ତାହା ନିଷ୍କାମ। କିନ୍ତୁ ଏତିକିରେ ନିଷ୍କାମ କର୍ମ କହିଲେ ଯାହା, ତାହାର ସ୍ୱରୂପ ସମ୍ପୂର୍ଣ୍ଣ ବ୍ୟକ୍ତ ହେଲା ନାହିଁ। ତଳେଇ ବିଶ୍ଳେଷଣ କଲେ ଜୀବର ପ୍ରତିଟି କର୍ମର ଅନ୍ତରାଳରେ କାମ କାମନା ଥାଏ। ତା ନହେଲେ ସେ ନିଷ୍କ୍ରିୟ ହୋଇଯିବ, ଆଦୌ କର୍ମ ତତ୍ପର ହେବ ନାହିଁ, ସ୍ଥାଣୁ ଜଡ଼ ପାଲଟିଯିବ। ତେବେ ଯେଉଁ ସକଳ କର୍ମ ବ୍ୟକ୍ତିକୁ ଆଧ୍ୟାତ୍ମିକ ପରମାର୍ଥିକ ଉନ୍ନୟନ ପଥରେ ଆଗେଇ ନେଇ ଚାଲେ ତାହା ହିଁ ନିଷ୍କାମ କର୍ମ। ନିଷ୍କାମ କର୍ମରେ ବ୍ୟକ୍ତିର ଇନ୍ଦ୍ରିୟଗଣ ମଧ୍ୟ କ୍ରିୟାଶୀଳ ହୁଅନ୍ତି ଓ ଦିବ୍ୟ ଅନୁଭୂତି ଲାଭ କରନ୍ତି। ଏହାଦ୍ୱାରା ବାସ୍ତବ ଓ ବୈଜ୍ଞାନିକ ପଦ୍ଧତିରେ ଇନ୍ଦ୍ରିୟ ସଂଯମ ଏବଂ ଇନ୍ଦ୍ରିୟ ନିୟନ୍ତ୍ରଣ ସହଜ ହୁଏ। ବ୍ୟକ୍ତି କ୍ରମଶଃ ଅଭ୍ୟସ୍ତ ହେଲେ ସୁଖ ଶାନ୍ତି ଆନନ୍ଦ ପାଏ। କାମିନୀ ସଙ୍ଗେ କଲେ ଭାବ, ଦୁଃଖ କେବଳ ସାର ହେବ। ଅର୍ଥ କ'ଣ? ଶ୍ରୀ ଶ୍ରୀ ଠାକୁରେ ଏହାର ଅର୍ଥ ସ୍ତ୍ରୀ ସଙ୍ଗ କଲେ ତହିଁରୁ କେବଳ ଦୁଃଖ ହିଁ ମିଳିବ। ହେଲେ ତାର ଅର୍ଥ କ'ଣ ସେଇଆ? କାମିନୀ କ'ଣ ଦୁଃଖର ଦ୍ୱାର? ସଂସାରୀମାନେ ଏତେ ବାନ୍ଧି ହୋଇ ପଡ଼ିଛନ୍ତି କିପରି? ତାଠାରେ ଯଦି ଦୁଃଖ ଥାନ୍ତା ତେବେ ସମସ୍ତେ ତ କାମିନୀକୁ ତ୍ୟାଗ କରି ବସନ୍ତେ, ନା ନାହିଁ? କିନ୍ତୁ ତା ନକରି ସମସ୍ତେ ଜଡ଼ିତ ହୋଇ ରହିଛନ୍ତି କାହିଁକି? କିଛି ସମୟ ନୀରବ ରହିବା ପରେ ଶ୍ରୀ ଶ୍ରୀ ଠାକୁରେ ଭଗବାନଙ୍କର ସଂସାରରେ ଉଭୟ ବିଷୟ ଓ ପୀୟୁଷ ପଥ ଅଛି। ଏ ଶରୀର ମଧ୍ୟରେ କାମିନୀ ହେଉଛି ପ୍ରକୃତି। ଶରୀର ମଧ୍ୟରେ ପ୍ରକୃତି ଓ ଇନ୍ଦ୍ରିୟଗଣର ସଂଯୋଗ ଅଛି ବୋଲି ଆମେ ବାହ୍ୟ ଜଗତରେ ନାରୀ ପ୍ରତି ଆକୃଷ୍ଟ ହେଉଛୁ। ଇନ୍ଦ୍ରିୟଗଣର ଭାବ ପ୍ରବଳରୁ ପ୍ରବଳତର ହୋଇଥିବାରୁ ସେଥିପ୍ରତି ଆକୃଷ୍ଟ ହେଉଅଛି। ମନରେ ଯେବେ ପ୍ରକୃତିମାନଙ୍କର ବେଗ ସୀମିତ ହୋଇ ଆସିବ ଓ ଇନ୍ଦ୍ରିୟଗଣଙ୍କ ବେଗ ହ୍ରାସ ହୋଇଯିବ, ସେତେବେଳେ ବାହ୍ୟସ୍ଥ ଯେତେ ଦୁଃଖ ଅନ୍ତଃସ୍ଥ ପୀୟୁଷ ବା ସୁଖରେ
ପରିଣତ ହୋଇଯିବ।